ଗାଦିଚ୍ୟୁତ ହେଲା ପରେ ବି ଘାରିଛି ଗାଦିର ମୁହଁ। ଆଉ ଏବେ ଇସ୍ତଫା ନଦେବାର କୁହାଯାଇଛି। ନମସ୍କାର, ଆପଣ ଦେଖୁଛନ୍ତି ନ୍ୟୁଜ ଡେସ୍କ ଆଉ ମୁଁ ପାଠଶାଳା ଦେଇ। 2011 ମସିହାରୁ କ୍ରମାଗତ ଭାବେ ଗାଦିରେ ବସିଥିବା ଆସନ ଅଳଙ୍କୃତ ରହିଥିବା ସତ୍ତାର ସତ୍ତ୍ୱାଧିକାର ସାଧିଥିବା ଟିଏମସି ର ମମତା ବାନାର୍ଜୀ ଏବେ ଗାଦି ଛାଡିବାକୁ ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନାରାଜ କରିଛନ୍ତି। ଯଦିଓ ସେ ଚଳିତ ଥର ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଛନ୍ତି, କେବେ ଖାଲି ରେଜଲ୍ଟ ଡିକ୍ଲେୟାର ହଉ ଆଜି ପ୍ରେସ୍ କନଫରେନ୍ସ ଡାକି ଇସ୍ତଫା ଦେବାକୁ ମନା କରିଛନ୍ତି। କାଲି ଯଦି ଆପଣ କାଲି ରେଜଲ୍ଟକୁ ଦେଖିବେ ତାହେଲେ ବିପୁଳ ପରିମାଣରେ ଜିତିଛି କି ଆମ ବିଜେପି। ଭାରତୀୟ ଜନତା ପାର୍ଟି ଏବେ ବଙ୍ଗ ଜାତୀୟ ପାର୍ଟିରେ ପରିଣତ ହୋଇଛି। ତାରି ଭିତରେ ଟିଏମସି ମମତା ବାନାର୍ଜୀଙ୍କୁ ଦେଖିବାକୁ ପଡିଛି ପରାଜୟର ସ୍ୱାଦ। ଏ ପରାଜୟକୁ ମମତା ବାନାର୍ଜୀ ସହଜରେ ଗ୍ରହଣ କରିପାରୁନାହାନ୍ତି, କାରଣ ଆଜି କାଲି ଇଲେକ୍ସନ ରେଜଲ୍ଟ ଡିକ୍ଲେୟାର ହେଇଛି ଆଉ ଆଜି ପ୍ରେସ୍ କନଫରେନ୍ସ ଡାକି ମମତା ବାନାର୍ଜୀ ଦେଇଛନ୍ତି କଡ଼ା ଚେତାବନୀ ଯେ ସେ ଇସ୍ତଫା ଦେବେ ନାହିଁ। ତେବେ ଏଇ ଇସ୍ତଫା ଦେବାକୁ ମନା କରିବା ଏହା ଜିଦ୍ ନା ଅହଙ୍କାର। 2011 ମସିହାରୁ ଯେହେତୁ ସେ କ୍ରମାଗତ ଭାବରେ ସରକାରରେ ଥିଲେ, ମୁଖ୍ୟମନ୍ତ୍ରୀ ହଉଥିଲେ, ନିହାତି ଗାଦିର ମୁହଁ ତ ରହିବ, କିନ୍ତୁ ତାପରେ ବି ଜନାଦେଶକୁ ସମର୍ଥନ ମଧ୍ୟ ଜଣାଇବାକୁ ପଡିବ। ଆଉ ଏଇ ଜନାଦେଶକୁ ସମର୍ଥନ ଏଡେଇ ଦେବାକୁ ଯାଇ ମମତା ଆଣିଛନ୍ତି ବିଭିନ୍ନ ଅଭିଯୋଗ। ତାଙ୍କର ଅଭିଯୋଗ ସିଆରପିଏଫ କୁ ଲଗାଇ ତାଙ୍କ ଭୋଟକୁ କୁଆଡେ ହାକଲିଂ କରାଯାଇଛି। ଖାଲି ସେତିକି ନୁହେଁ, ଇସି ସମ୍ପୂର୍ଣ୍ଣ ଭାବରେ ବିଜେପି ପରେ ଯାଇଛି। ଆଉ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ଯୋଉ ପଶ୍ଚିମବଙ୍ଗର ନିର୍ବାଚନ ରହିଛି ସେଥିରେ ହସ୍ତକ୍ଷେପ କରିଛନ୍ତି। ଏଟା ତ ସତ ଯେ ସିଆରପିଏଫ ଆମର ସୋଲଜର୍ସ ମାନେ ସିଆରପିଏଫ ଫୋର୍ସ ସେଠାରେ ଡିପ୍ଲୟ ହେଇଥିଲେ, କିନ୍ତୁ ସେ ସିଆରପିଏଫ ଫୋର୍ସ ଡିପ୍ଲୟ ହେଇଥିଲେ ବୋଲିକି ସେଠାରେ ସକ୍ସେସଫୁଲ ଭାବେ ନିର୍ବାଚନ ହେଇଥିଲା। କିନ୍ତୁ ଏବେ ଯୋଉ ଜିଦ୍ ମମତା ବାନାର୍ଜୀ ଆଣିଛନ୍ତି, ସେ ଜିଦ୍ ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ। ତାଙ୍କର ଜିଦ୍ ଇସି ଗୋଟେ ବଡ ଭିଲିଆନ ରୋଲ ତାଙ୍କ ସେଠି କରିଛି ଏବଂ ମମତା ବାନାର୍ଜୀ ତାଙ୍କୁ ଯୋଉ ଗାଦିରୁ ହଟେଇବାରେ ଇସି ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ ସତରେ ଯଦି ମମତା ବାନାର୍ଜୀ ଇସ୍ତଫା ନ ଦିଅନ୍ତି, ତେବେ ରାଜ୍ୟର ଶାସନ କରିବ କି? ପଶ୍ଚିମବଙ୍ଗରେ କୋଉ ସରକାର ଶାସନ ଚାଲିବ? ଟିଏମସି ବି ଗାଦିଚ୍ୟୁତ ହେଇସାରିଲା। ଟିଏମସି ବିରୋଧରେ ଜନମତ ଜନାଦେଶ ଯାଇଛି। ଜନମତ ଟିଏମସି କୁ ପରିବର୍ତ୍ତନ କରି ବିଜେପି କୁ କ୍ଷମତାକୁ ଆଣିଛି। କିନ୍ତୁ ଏଠି ଯୋଉ ମମତା ଯୋଉ ଜିଦରେ ଧରୁଛନ୍ତି ଯେ ସେ ଗାଦିଚ୍ୟୁତ ହେବେନି, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନି। ତେବେ କଣ ରହିଛି ସମ୍ବିଧାନ? ମୁଖ୍ୟମନ୍ତ୍ରୀ ଭାବରେ ଅପରାଜିତ ରହିବେ କି ମମତା? ନାଇଁ, ସମ୍ବିଧାନ କହୁଛି ଯେ ରାଜ୍ୟପାଳ ଚାହିଁଲେ ଆର୍ଟିକଲ 164 ଅନୁଯାୟୀ ରାଜ୍ୟପାଳ ଚାହିଁଲେ କ୍ଷମତାଚ୍ୟୁତ କରିପାରିବେ। କାହିଁକି ନା ଗାଦିରେ ସେ ସତ୍ତାର ସତ୍ତ୍ୱାଧିକାରୀ ସେଇ ହିସାବରେ ଯେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଲାଭ କରିଥାଏ। ଆଉ 2024 ମସିହାରେ ପଶ୍ଚିମବଙ୍ଗରେ ସଂଖ୍ୟାଗରିଷ୍ଠତା ଲାଭ କରିଛି ବିଜେପି ଆଉ ପରାଜୟ ବରଣ କରିଛି ଟିଏମସି ଅର୍ଥାତ୍ ମମତା ବାନାର୍ଜୀଙ୍କ ଦଳ। ସେ ଆହୁରି ମଧ୍ୟ କହିଛନ୍ତି ମମତା ବାନାର୍ଜୀ ସେ ଇଣ୍ଡିଆ ମେଟ୍ରୋ ସହିତ ଯୋଉ ନେତାମାନେ ରହିଲେ ତାଙ୍କ ସହିତ କଥା ହେବେ, କିନ୍ତୁ ସବୁ ପରେ ବି ଜନାଦେଶକୁ ସମ୍ମାନ ଦେବାର ଅଛି। ଦେଖିଛନ୍ତି 2024 ମସିହାରେ ଓଡିଶାରେ ମଧ୍ୟ ସମାନ କଥା ହେଇଥିଲା। ଦୀର୍ଘ 24 ବର୍ଷର ଶାସନକୁ ଅନ୍ତ ଘଟାଇ ବିଜେପି ଶାସନକୁ ଆସିଥିଲେ, ଜନାଦେଶ ବିଜେପି ବିରୋଧରେ ଯାଇଥିଲା। ଆଉ ଏବେ 2011-24 ମସିହା ପରେ ପର୍ଯ୍ୟନ୍ତ ଗଣାଗତ ଶାସନ ରହିଥିବା ମମତା ବାନାର୍ଜୀଙ୍କ ମଧ୍ୟରେ ସମାନ କଥା ଘଟିଛି। ମମତାଙ୍କ ବିରୁଦ୍ଧରେ ଭୋଟ ଯାଇଛି, ଜନାଦେଶ ସମ୍ପୂର୍ଣ୍ଣ ଭାବରେ ଟିଏମସି କୁ ଗାଦିଚ୍ୟୁତ କରିଛି। ଆଉ ଏବେ ମମତାଙ୍କର ଜିଦ୍ ତାପରେ କଣ ରହୁଛି ସାମ୍ବିଧାନିକ ଯୋଉ ନିୟମ, ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ଆଗକୁ ତ କଣ ଦେଖିବାକୁ ହେଲା, କିନ୍ତୁ ରାଜନୈତିକ ଯୋଉ ଡ୍ରାମା ପଶ୍ଚିମବଙ୍ଗରେ ଇଲେକ୍ସନ ପରେ ହିଁ ଆରମ୍ଭ ହୋଇଛି, ଜଣା ପଡୁଛି। ନମସ୍କାର, ରହୁଛି।